ପିଲାମାନେ ଆଜିର ମାତୃଭାଷା କାଳାଂଶକୁ ଆରମ୍ଭ କରିବା ପୂର୍ବରୁ ସମସ୍ତେ ଆମେ ବ୍ରହ୍ମନାଦ ଦେବା, ଏହା ନିହାତି ଆବଶ୍ୟକ। ଆମର ଶାନ୍ତି ଆଉ ଏକାଗ୍ରତା ନିମନ୍ତେ ଆମେ ସମସ୍ତେ ବ୍ରହ୍ମନାଦ କରିବା। ବ୍ରହ୍ମନାଦ ପିଲାମାନେ ଆଜି ଭାଷା ଓ ଜାତୀୟତା ପ୍ରବନ୍ଧର ଅନ୍ତିମ ଭାଗ ପଢିବା। ମୁଁ ଆପଣଙ୍କର 3ଟି ଭାଗ ପଢେଇ ସାରିଛି, 3ଟି ଭାଗ ବୁଝେଇଛି। ଆଉ 3ଟି ଭାଗରେ ଆମେ ସେଇ ଭାଷା ଭାରତରେ ଜାତୀୟତା ବୋଧ ଆଣିବା ପାଇଁ ବା ଭାରତୀୟ ମାନଙ୍କ ମଧ୍ୟରେ ଜାତି ପ୍ରେମ ଆଉ ଜାତୀୟତା ବୋଧ ଆଣିବା ପାଇଁ ଭାଷାର ଭୂମିକା କିପରି ଗୁରୁତ୍ୱପୂର୍ଣ୍ଣ ରହିଛି ସେ ବିଷୟରେ ଆମେ ବୁଝିଥିଲେ। କିପରି ଭାରତରେ ନାନା ପ୍ରଦେଶ ଥିଲେ ମଧ୍ୟ ବୈଦିକ ଯୁଗରେ କିପରି ଏହି ପ୍ରାଦେଶିକ ସ୍ୱାତନ୍ତ୍ର ଭିତରେ ମଧ୍ୟ ବୈଦିକ ଭାବ ମାନେ ଭାଷା ବା ସଂସ୍କୃତ ଭାଷା ଯୋଗୁଁ ଭାରତର ଜାତୀୟତା ଭାବ ଅକ୍ଷୁଣ୍ଣ ହୋଇ ରହିଥିଲା ଏବଂ ପରବର୍ତ୍ତୀ ସମୟରେ ସଭ୍ୟତାର ବିକାଶ ଫଳରେ ଭାରତର ଯାତାୟାତର ସୁବିଧା ହେବା ଯୋଗୁଁ ପ୍ରଦେଶରେ କିପରି ପାର୍ଥକ୍ୟ ଜନ୍ମିଲା। ଗୋଟିଏ ପ୍ରଦେଶର ଲୋକମାନେ କିପରି ଅନ୍ୟ ପ୍ରଦେଶ ଯାଇକରି ବସତି ସ୍ଥାପନ କଲେ। ସେମାନେ ନିଜ ପ୍ରଦେଶରୁ ନେଇ ଆସିଥିବା ସଂସ୍କୃତି, କଳା, ସାହିତ୍ୟ, ପର୍ବପର୍ବାଣୀ, ତାଙ୍କର ପୋଷାକ, ତାଙ୍କର ନିୟମ, ସେ ସବୁକୁ ଯୋଉ ପ୍ରଦେଶ ମାନେ ବାସ କଲେ ସେଇ ପ୍ରଦେଶକୁ ସେମାନେ ସେଇ ତାଙ୍କର ପ୍ରଦେଶରେ ହିଁ ସେ ଆଣିଥିବା ସାଙ୍ଗରେ ଘେନି ଆସିଥିବା ସଂସ୍କୃତିକୁ ହିଁ ସେମାନେ ବାନ୍ଧିକି ରଖିଲେ। ଯୋଉ ପ୍ରଦେଶ ସେମାନେ ବସି ସ୍ଥାପନ କଲେ ସେଥିରେ ସେମାନେ ତାହା ସେଇ ପ୍ରଦେଶର ସଂସ୍କୃତିକୁ, ସେଇ ପ୍ରଦେଶର ସାହିତ୍ୟ, ରାଜନୀତି, ସେଇ ପ୍ରଦେଶର ପର୍ବପର୍ବାଣୀ, ତାର ସେଇ ପ୍ରଦେଶର ସଂସ୍କୃତିକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଲେ ନାହିଁ। ଏହା ଫଳରେ ଗୋଟିଏ ପ୍ରଦେଶରେ ନାନା ପ୍ରକାର ସ୍ୱାର୍ଥ ବା ନାନା ସ୍ୱତଃ ସ୍ୱାର୍ଥ ସୃଷ୍ଟି ହେଲା। ତେବେ ଏମିତି ହେବା ଦ୍ୱାରା ପ୍ରାଦେଶିକ ସ୍ୱାତନ୍ତ୍ର୍ୟ କଣ ହେଲା? ନଷ୍ଟ ହେବାକୁ ଲାଗିଲା। ଯଦି ପ୍ରାଦେଶିକରେ ଏକତା ରହିଲା ନାହିଁ, ପ୍ରାଦେଶିକରେ ସ୍ୱତନ୍ତ୍ରତା ରହିଲା ନାହିଁ, ତାହେଲେ ଭାରତରେ କିପରି ଜାତୀୟତା ସମ୍ଭବ? ଏହି କଥା ପ୍ରାବନ୍ଧିକ ଚିନ୍ତା କରିଛନ୍ତି। ଏହି କଥା ହିଁ ଆମ ପ୍ରବନ୍ଧରେ ଆଲୋଚନା କରାଯାଇଛି। ତେଣୁ ଆମ ଅତୀତରେ ଥିବା ବୈଦିକ ନୀତିକୁ ପ୍ରାବନ୍ଧିକ ଗୁରୁତ୍ୱ ଦେଇଛନ୍ତି ଏବଂ ସେଇ ବୈଦିକ ନୀତି, ବୈଦିକ ପରମ୍ପରା ହିଁ ଯାହା ଆଜି ଆମର ମେରୁଦଣ୍ଡ ଅଛି। ଯେମିତି ବୈଦିକ ପରମ୍ପରାକୁ ଆଜି ପୃଥିବୀର ବିଭିନ୍ନ ଦେଶ, ସଭ୍ୟ ରାଷ୍ଟ୍ର ଗୁଡିକ ଆମର ଭାରତୀୟର ସେଇ ବୈଦିକ ନୀତିକୁ ଅନୁସରଣ କରିଛନ୍ତି। ତେଣୁ ଆମ ଉଦାହରଣ ମାଧ୍ୟମରେ କୁହାଯାଇଛି ଯୁକ୍ତରାଷ୍ଟ୍ର ଆମେରିକାର କଥା। ଯୁକ୍ତରାଷ୍ଟ୍ର ଆମେରିକାରେ ନାନା ଜାତିର ଲୋକ, ନାନା ସମ୍ପ୍ରଦାୟର ଲୋକ ଆସିକି ରହିଛନ୍ତି। ଜର୍ମାନ ଲୋକ ଅଛନ୍ତି, ପର୍ତ୍ତୁଗୀଜ ଲୋକ ଅଛନ୍ତି, ସ୍ପେନରୁ ଆସିକି ଅଛନ୍ତି, ବିଭିନ୍ନ ପ୍ରକାର ଲୋକମାନେ ସେଠି ଆସିକି ଅଛନ୍ତି। କିନ୍ତୁ ସେମାନେ ବିଭିନ୍ନ ଜାତିର ହେଲେ ମଧ୍ୟ ସେମାନେ ଆମେରିକାର ଜାତୀୟ ଭାଷା ଇଂରେଜ ଭାଷାକୁ ଗ୍ରହଣ କରିବା ପାଇଁ ସେମାନେ ବାଧ୍ୟ। ଯୋଉ ପର୍ଯ୍ୟନ୍ତ ସେମାନେ ଇଂରେଜ ଭାଷାକୁ ନିଜ ଜାତୀୟ ଭାଷା ରୂପେ ଗ୍ରହଣ କରିନାହାନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କୁ ଆମେରିକାରେ ନାଗରିକତ୍ୱ, ପ୍ରଜାର ଅଧିକାର ଦିଆଯିବ ନାହିଁ। ଏଇ କଥା ଆମ ପ୍ରବନ୍ଧରେ ଉଲ୍ଲେଖ ଅଛି। କାହିଁକି ନା ଏହା ହଉଛି ଆମର ଏଇ ବୈଦିକ ନୀତି, ଅତୀତର ଯୋଉ ବୈଦିକ ପରମ୍ପରା, ଯୋଉ ବୈଦିକ ଭାବ ଆମର ମେରୁଦଣ୍ଡ ସଦୃଶ ହେଇକି ଥିଲା, ତାକୁ ସେମାନେ ଆପଣେଇ ପାରିଛନ୍ତି ଆଉ ତାଙ୍କ ଦେଶରେ ଜାତୀୟ ବୋଧ ପ୍ରକାଶ ପାଇଛି। କିନ୍ତୁ ଆଜି ଆମେ ଆମର ସଂସ୍କୃତି, ଆମର ପରମ୍ପରା କିମ୍ବା ଆମର ଅତୀତରେ ବୈଦିକ ଯୁଗର ଯୋଉ ନୀତି ଥିଲା ତାକୁ ଆମେ ଆଜି ଭୁଲି ଯାଇଛେ। ଆମେ ଆମ ଭାରତରେ ସେଇ କଥାକୁ ଆମେ ବ୍ୟବହାର ତାକୁ ଆମେ ସେଇ ବୈଦିକ ନୀତିକୁ ପ୍ରୟୋଗ କରିପାରିନେ। ଆମେ ଆଜି ଆମ ନିଜସ୍ୱ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛେ। ଏହି ପ୍ରାଦେଶିକ ସ୍ୱତନ୍ତ୍ର ଯୋଗୁଁ ଭାରତରେ ଜାତୀୟତା ଅସମ୍ଭବ ହୋଇପଡୁଛି ଏବଂ ଆଶା ମଧ୍ୟ ଦେଖାଯାଉ ନାହିଁ ବୋଲି ପ୍ରାବନ୍ଧିକ ପୂର୍ବ ପ୍ରଥମ କାଂଶରେ କହିଛନ୍ତି। କାହା କାହା ମଧ୍ୟରେ ନିରାଶାର ଭାବ ଦେଖାଯାଉଛି।
କିଏ କିଏ ଭବିଷ୍ୟତକୁ ଆଶା ବାନ୍ଧିକି ରହିଛନ୍ତି, କିଏ ଅତୀତକୁ ଦେଖୁଛନ୍ତି, କିଏ ପାଶ୍ଚାତ୍ୟ ଦେଶକୁ ଦେଖୁଛନ୍ତି। ଏଇ କଥା ହିଁ ବର୍ଣ୍ଣନା କରାଯାଇଛି। ତ ଭାରତରେ ଜାତୀୟତା କେମିତି ସମ୍ଭବ? ସେମାନେ ବିଭିନ୍ନ ମାଧ୍ୟମ ମଧ୍ୟ ଖୋଜୁଛନ୍ତି, ପ୍ରଚାର କରୁଛନ୍ତି, ସଭା ସମିତି ଆଲୋଚନା କରୁଛନ୍ତି, ବିଜ୍ଞାପନ ମାଧ୍ୟମରେ ପ୍ରଚାର କରୁଛନ୍ତି। ତ ଭାଷାର ଏକତା ହେଲେ ହିଁ ସଭ୍ୟତାର ଏକତା ସୃଷ୍ଟି ହବ। ଏହା ପାଇଁ ଆଜି ଆମେ ବୈଦିକ ଯୁଗର ଏକତାକୁ ଆଜି ଆମେ ହରାଇ ଦେଇଛେ। ତେଣୁ ଆଜି ଆମେ ସେହି ଏକତାକୁ ବାନ୍ଧି ରଖିବା ପାଇଁ ବିଭିନ୍ନ ମାଧ୍ୟମ ଆମେ ଖୋଜୁଛୁ ଏବଂ ଆମେ ଆଶା ରଖିଛୁ କିଛି ଗୋଟେ ସମ୍ଭବ ହେଇପାରିବ, ତାହା ଏକତା ସମ୍ଭବ ହେଇପାରିବ, ଏହି ଆଶା ରଖୁଛୁ। କିନ୍ତୁ ଅନ୍ୟ ପାଶ୍ଚାତ୍ୟ ଦେଶରେ ଆମର ବୈଦିକ ନୀତିକୁ ଅନୁସରଣ କରି ସେମାନେ ସଭ୍ୟ ରାଷ୍ଟ୍ର ହେଇପାରିଛନ୍ତି। ତାଙ୍କର ଜାତୀୟତାବୋଧ ପ୍ରକାଶ ପାଇଛି, ତାଙ୍କର ଦେଶରେ ତାଙ୍କ ଭାଷାକୁ ଜାତୀୟ ମାନ୍ୟତା ଦିଆଯାଇଛି ଆଉ ତାକୁ ସମସ୍ତେ ଗ୍ରହଣ କରିବା ପାଇଁ ବାଧ୍ୟ ହଉଛନ୍ତି। ତେଣୁ ଆମ ଦେଶରେ କାହିଁକି ନାହିଁ? ଏହି କଥା ପ୍ରାବନ୍ଧିକ ବର୍ଣ୍ଣନା କରିଛନ୍ତି। ଏକଥା ପିଲାମାନେ ଆପଣମାନେ ବୁଝିପାରିଥିବେ। ମୁଁ ବାରମ୍ବାର ସେଇ କଥା ହିଁ କହୁଛି ହେଲା। ତ ଆଜି ଆମେ ପଢିବା ଆର ଶେଷ ଅନ୍ତିମ ଭାଗଟି ପଢିବା। ଏଠି ବହୁତ ଛୋଟ ଅନୁଚ୍ଛେଦର ଅଛି, ମୁଁ ପଢୁଛି, ଆପଣ ଦେଖନ୍ତୁ। 54 ପୃଷ୍ଠା ବାହାର କରନ୍ତୁ। ଆଜିକାଲି ଭାରତର ଏକ ଏକ ପ୍ରଦେଶରେ ନାନାବିଧ ଲୋକେ ଅଛନ୍ତି। କ୍ରମେ ଆଉ ନୂତନ ସମ୍ପ୍ରଦାୟ ଓ ସମାଜର ଲୋକ ମିଶୁଛନ୍ତି। କୌଣସି ସ୍ଥାନରେ ପୂର୍ବର ଅପମିଶ୍ରଣ ନାହିଁ। ଏହି ନାନାବିଧ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ସେ ସମସ୍ତଙ୍କର ସେହି ଦେଶ ଭାଷା ଗ୍ରହଣ କରିବା ଉଚିତ। ତାହା ହେଲେ ସେମାନଙ୍କର ଭାବ ଓ ଚିନ୍ତାରେ ସାମଞ୍ଜସ୍ୟ ଆସିବ। ସେ ପ୍ରଦେଶର ସଂସ୍କୃତି, ସାହିତ୍ୟ, ଇତିହାସ ଆଦିକୁ ସେମାନେ ନିଜର କରିନେବେ ଏବଂ ସେ ପ୍ରଦେଶ ଓ ତାହାର ଅତୀତ ଓ ଭବିଷ୍ୟତରେ ସେ ସମସ୍ତଙ୍କର ଆସ୍ଥା ଓ ମମତା ଜନ୍ମିବ। ଯେତେଦୂର ସମ୍ଭବ ଏକ ଭାଷା ପ୍ରଚଳିତ ସ୍ଥାନମାନ ଏକ ଶାସନାଧୀନ ନ ଆସିଲେ ଏ ଉଦ୍ଦେଶ୍ୟ ସିଦ୍ଧ ହୋଇପାରିବ ନାହିଁ। ତେଣୁ ଏହି ପ୍ରବନ୍ଧଟି ଆମର ଆଜି ସରିଯାଇଛି। এই ছোট অনুচ্ছেদটিକୁ ମୁଁ ଆପଣମାନଙ୍କୁ ବୁଝେଇବି। ବର୍ତ୍ତମାନ ଏଥିରେ କିଛି କଠିନ ଶବ୍ଦ ଅଛି, ମୁଁ ଆଗ ସେ କଠିନ ଶବ୍ଦକୁ ଆପଣମାନଙ୍କୁ ବୁଝେଇଦେବି। ତାପରେ ଆମେ ଆର ଅନ୍ତିମ ବା ନିଷ୍କର୍ଷରେ ପହଞ୍ଚିବା। ଏହି ପ୍ରବନ୍ଧରେ ପ୍ରାବନ୍ଧିକ ଅଶେଷରେ କଣ କହିବାକୁ ଚାହିଁଛନ୍ତି। ଆମ ପଢିଥିବା ଅନୁଚ୍ଛେଦ ଭିତରୁ କିଛି କଠିନ ଶବ୍ଦ ଅଛି। ନାନାବିଧର ଅର୍ଥ ହଉଛି ନାନା ପ୍ରକାରର, ଆଉ ସମ୍ପ୍ରଦାୟ ମାନେ ଜାତି। ବିଭିନ୍ନ ସମ୍ପ୍ରଦାୟ ଲୋକ ଆସି ଆମର ପ୍ରଦେଶରେ ବିଭିନ୍ନ ସମ୍ପ୍ରଦାୟ ଲୋକମାନେ ଆସି ରହୁଛନ୍ତି। ତ ବିଭିନ୍ନ ଜାତି ଲୋକମାନେ ଆସିକି ରହୁଛନ୍ତି। ବାହାରୁ ଆସିକି ରହୁଥିବା ଲୋକକୁ ସମ୍ପ୍ରଦାୟ ବୋଲି କୁହାଯାଏ। ଅପମିଶ୍ରଣ ମାନେ ବିଶୁଦ୍ଧତା। ସାମଞ୍ଜସ୍ୟ ମାନେ ସମତା। ସାମଞ୍ଜସ୍ୟ ଅର୍ଥ ହଉଛି ସମତା। ଆସ୍ଥାର ଅର୍ଥ ହଉଛି ବିଶ୍ୱାସ। ଉଚ୍ଚମନା ବ୍ୟକ୍ତି ନିଜ କର୍ମ ଉପରେ ଆସ୍ଥା ରଖିଥାଏ। ଏ ବାକ୍ୟକୁ ଲେଖିବା। ଆସ୍ଥା, ଉଚ୍ଚମନା ବ୍ୟକ୍ତି ନିଜ କର୍ମ ଉପରେ ଆସ୍ଥା ରଖିଥାଏ। ଦେଖିବା ପନ୍ଥାର ଅର୍ଥ ହଉଛି ମାର୍ଗ। ବାକ୍ୟ ନାମ କରିବା ପନ୍ଥା ଲଗେଇକିରି ଆପଣ ମାନେ ଆଉ ନୂଆ ବାକ୍ୟ ଗଠନ କରନ୍ତୁ। ମୁଁ ଏଇଟା ଆପଣମାନଙ୍କୁ କହିଛି, ଆପଣମାନେ ନିଜେ ଆପଣମାନଙ୍କୁ କେମିତି ବାକ୍ୟ ଗଠନ ନିଜେ କରିପାରୁଛନ୍ତି, ନୂଆ ବାକ୍ୟ ଗଠନ କରି ଖାତାରେ ଲେଖନ୍ତୁ। ମହାପୁରୁଷ ମାନେ ପ୍ରବର୍ତ୍ତନ କରିଥିବା ପନ୍ଥାକୁ ଅନୁକରଣ କରିବା ଉଚିତ। ତାପରେ ଦେଖିବା ଏକତାର ଅର୍ଥ ହଉଛି ସମତା। ଅନେକ ବିବିଧତା ଭିତରେ ଭାରତୀୟ ମାନଙ୍କ ଭିତରେ ଏକତା ବଜାୟ ରହିଛି। ବହୁତ ବିଭିନ୍ନ ପ୍ରକାର ଧର୍ମ, ବର୍ଣ୍ଣ, ଜାତି ଲୋକମାନଙ୍କ ଭିତରେ ରହି ମଧ୍ୟ ଭାରତରେ କିପରି ଭାରତୀୟ ମାନଙ୍କ ମଧ୍ୟରେ ଏକତା ରହିଛି। ତାପରେ ଦେଖିବା ଭରସା ମାନେ ଈଶ୍ୱରଙ୍କ ଉପରେ ଭରସା ରଖି କର୍ମ କରିବା ଉଚିତ। ଭରସା ଯୋଗ୍ୟ ବ୍ୟକ୍ତି ସେ ଜଣେ ଭରସା ଯୋଗ୍ୟ ବ୍ୟକ୍ତି ଅଟନ୍ତି। ବା ଯାହା ମାନେ କର୍ମ କରିବା ତା ଈଶ୍ୱରଙ୍କ ଉପରେ ଆମେ ସେ ଭରସା ରଖିବା ଉଚିତ। ଏଇଭଳି ଭାବେ ମୁଁ ଆପଣମାନଙ୍କୁ କିଛି କଠିନ ଶବ୍ଦ ଓ ବାକ୍ୟ ଗଠନ ମଧ୍ୟ ବୁଝେଇ ଦେଇଛି। ଆଉ ବର୍ତ୍ତମାନ ଏବେ ଆମେ ପଢୁଥିବା ଶେଷ ଅନୁଚ୍ଛେଦଟିକୁ ମୁଁ ଆପଣମାନଙ୍କୁ ବୁଝେଇବି। ବର୍ତ୍ତମାନ ପରିସ୍ଥିତିରେ ମନ ଦେଇକି ଶୁଣିବା ସମସ୍ତେ। ବର୍ତ୍ତମାନ ପରିସ୍ଥିତିରେ ଭାରତରେ ଗୋଟିଏ ପ୍ରଦେଶରେ ନାନା ସମ୍ପ୍ରଦାୟର ଲୋକମାନେ ବାସ କରୁଛନ୍ତି। ଆହୁରି କିଛି ନୂଆ ଜାତି, ନୂଆ ଧର୍ମ ଜାତିର ଲୋକମାନେ ବି ଆସିକି ବସତି ସ୍ଥାପନ କରୁଛନ୍ତି।
ତ ସେଇ ଜାତି ଆଉ ନୂତନ ସମ୍ପ୍ରଦାୟ ଲୋକମାନେ ସମାଜ ମିଶି ଚଳୁଛନ୍ତି ସେଠାରେ ଆଉ ଅତୀତ ଭଳି ବା ବୈଦିକ ଯୁଗରେ ଯୋଉ ବିଶୁଦ୍ଧତା ଥିଲା, ଯୋଉ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ଥିଲା, ଏବେ ଆଉ ସେ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ନାହିଁ। ଅର୍ଥାତ୍ ପ୍ରଦେଶରେ ଆଉ ବିଶୁଦ୍ଧତା ନାହିଁ, ସବୁ ଅପମିଶ୍ରଣ ହେଇଯାଇଛି, ସବୁ ମିଶି ଯାଇଛନ୍ତି। ଗୋଟେ ପ୍ରଦେଶରେ ଭିନ୍ନ ଭିନ୍ନ ଜାତିର ଭିନ୍ନ ଭିନ୍ନ ସମ୍ପ୍ରଦାୟ ଲୋକମାନେ ରହୁଛନ୍ତି, ଆଉ ଅତୀତ ଭଳି ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ଆଉ ରହୁନାହିଁ। ତାକୁ କୁହାଯାଇଛି ବର୍ତ୍ତମାନ ଭାରତରେ ପ୍ରଦେଶରେ ଆଉ ବିଶୁଦ୍ଧତା ନାହିଁ। ନାନାବିଧ ଲୋକଙ୍କ ମଧ୍ୟରେ ସେଇ ଗୋଟିଏ ପ୍ରଦେଶରେ ଯୋଉ ଭିନ୍ନ ଭିନ୍ନ ଲୋକମାନେ ଅଛନ୍ତି ତାରି ଭିତରେ ଆମକୁ ଏକତା ବଜାୟ ରଖିବାକୁ ପଡିବ। ଯଦି ଆମେ ଏକତା ଦେଖି ରକ୍ଷା କରିବାକୁ ହେଲେ ସେଇ ସମସ୍ତଙ୍କ ଲୋକମାନଙ୍କ ମଧ୍ୟରେ ଗୋଟିଏ ଏକ ଭାଷା ପ୍ରଚଳନ କରିବା ଉଚିତ। ଏକ ଭାଷା ପ୍ରଚଳନ କରିବା ଉଚିତ ଅର୍ଥାତ୍ ଯୋଉମାନେ ଆସିକି ପ୍ରଦେଶରେ ରହୁଛନ୍ତି, ଅନ୍ୟ ପ୍ରଦେଶରୁ ଆସି ଆଉ ଏକ ପ୍ରଦେଶରେ ରହୁଛନ୍ତି, ସେମାନେ ସେହି ପ୍ରଦେଶର ଭାଷାକୁ ଗ୍ରହଣ କରିବା ଉଚିତ। ଏଇ କଥା ଆମ ପ୍ରାବନ୍ଧିକ କହିଛନ୍ତି। ତେବେ ଯାଇ ସେମାନଙ୍କର ଭାବରେ ଆଉ ସେମାନଙ୍କର ଭାଷାରେ ସାମଞ୍ଜସ୍ୟ ଆସିବ। ସାମଞ୍ଜସ୍ୟ ମାନେ ସମତା ଆସିବ। ସେମାନେ ଭାବ ଆଉ ଭାଷା ତାଙ୍କର ଏକ ହେଇପାରିବ। ଏଇ କଥା କହିଛନ୍ତି। ସେ ଯୋଉ ଦେଶରେ ଆସି ବସବାସ କରୁଛନ୍ତି ସେଇ ଦେଶର ସଂସ୍କୃତି, ସାହିତ୍ୟ, ଇତିହାସକୁ ସେମାନେ ଆପଣେଇବେ, ନିଜର କରିନେବେ। ତେବେ ଯାଇ ଅତୀତ ଓ ମାନେ ସେଇ ପ୍ରଦେଶର ଅତୀତ ପ୍ରତି ତାଙ୍କର ଭରସା ଆସିବ, ମାନେ ଅତୀତ ପ୍ରତି ଏବଂ ଭବିଷ୍ୟତରେ ମଧ୍ୟ କିଛି ତାଙ୍କର ଆସ୍ଥା ଜନ୍ମିବ। ସେଇ ପ୍ରଦେଶରେ ସଂସ୍କୃତିକୁ ସେମାନେ ଆପଣେଇବେ। ତେବେ ଯାଇକି ତାଙ୍କର ସେହି ପ୍ରଦେଶ ପ୍ରତି ମମତ୍ୱ ବୋଧ ବଢିବ ଏବଂ ସେହି ପ୍ରଦେଶର ସେମାନେ ଶ୍ରେୟ ସ୍ୱାର୍ଥ ଚିନ୍ତା କରିବେ, ସେହି ପ୍ରଦେଶର ମଙ୍ଗଳ କାମନା କରିବେ। ତେବେ ଯାଇ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ଅକ୍ଷୁଣ୍ଣ ରହିବ। ଯେତେଦୂର ସମ୍ଭବ ଏକ ଭାଷା ପ୍ରଚଳିତ ସ୍ଥାନମାନ ଏକ ଶାସନାଧୀନ ନ ଆସିବେ। ଗୋଟିଏ ପ୍ରଦେଶରେ ଯଦି ଏକ ଭାଷା ପ୍ରଚଳନ ହବ ତେବେ ଏକ ଶାସନାଧୀନ ସମସ୍ତେ ଯଦି ସମସ୍ତ ପାଇଁ ଗୋଟିଏ ଆଇନ, ଗୋଟିଏ କାନୁନ ରହିବ, ସମସ୍ତେ ଗୋଟିଏ ଧର୍ମ ପାଳନ କରିବେ, ଧର୍ମ ନ ହଉ ସମସ୍ତେ ଗୋଟିଏ ନିୟମ ଆଇନ କାନୁନରେ ବନ୍ଧା ହେବେ, ସମସ୍ତଙ୍କର ଭାଷା ଗୋଟେ ହେବ, ତେବେ ଯାଇ ଭାରତରେ ଜାତୀୟତା ଭାବ ବା ପ୍ରାଦେଶିକ ଜାତୀୟତା ଭାବ ଦେଖାଯିବ ଏବଂ ଏହା ଫଳରେ ଏହା ଭାରତରେ ଭାରତୀୟ ମାନଙ୍କ ମଧ୍ୟରେ ଜାତୀୟତା ଭାବ ଉପରେ ପ୍ରଭାବ ପଡିବ। ତେଣୁ ଏଇ ପ୍ରାବନ୍ୟଙ୍କର ଏହା ହଉଛି ଏକ ଉଦ୍ଦେଶ୍ୟ। ଏହି ଉଦ୍ଦେଶ୍ୟ ସିଦ୍ଧ କରିବା ପାଇଁ ଭାରତରେ ଜାତୀୟତା ଭାବ ପ୍ରକାଶ କରିବାର ଉଦ୍ଦେଶ୍ୟକୁ ସିଦ୍ଧ କରିବା ପାଇଁ ପ୍ରଥମେ ଆମକୁ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ କିମ୍ବା ପ୍ରାଦେଶିକ ଜାତୀୟତା ଆଣିବାକୁ ପଡିବ। ପ୍ରତ୍ୟେକ ପ୍ରଦେଶରେ ଆମେ ସବୁ ଯୋଉ ମିଳିମିଶି ରହୁଛେ, ଭିନ୍ନ ଭିନ୍ନ ଗମନାଗମନ ସୁବିଧା ହେତୁ ବା ସଭ୍ୟତାର ବିକାଶ ହେତୁ ଆମେ କାର୍ଯ୍ୟ ଉପଲକ୍ଷେ ହଉ କିମ୍ବା ଆମେ ଅନ୍ୟ କାରଣବଶତଃ ଅନ୍ୟ ରାଜ୍ୟକୁ ଯାଇ ବସତି ସ୍ଥାପନ କଲେ ଆମେ ସେହି ରାଜ୍ୟର ଭାଷାକୁ, ସେହି ରାଜ୍ୟର ସଂସ୍କୃତିକୁ, ଇତିହାସକୁ, ସାହିତ୍ୟକୁ ଆପଣେଇବାକୁ ପଡିବ। ତେବେ ଯାଇ ପ୍ରାବନ୍ୟଙ୍କର ଯୋଉ ଉଦ୍ଦେଶ୍ୟ ଅଛି ସେ ଉଦ୍ଦେଶ୍ୟ ସାଧିତ ହେଇପାରିବ। ଏଇ କଥା ଆମର ଭାଷା ଓ ଜାତୀୟ ପ୍ରବନ୍ଧରେ କୁହାଯାଇଛି ଏବଂ ମୁଁ ଆର ସରଳାର୍ଥ ଏବଂ ଦୀର୍ଘମୂଳକ ପ୍ରଶ୍ନ ମୁଁ ପରବର୍ତ୍ତୀ କାଳାଂଶରେ ଆଲୋଚନା କରିବି। ଆପଣମାନେ ସେଥିରେ ସେ ପ୍ରଶ୍ନ ଗୁଡ଼ିକ ଆଲୋଚନା କଲା ପରେ ଆମେ ତାର ଖାତାରେ ଲେଖିବା। ବର୍ତ୍ତମାନ ପାଠଟିକୁ ମୁଁ ସାରିଦେଇଛି ଏବଂ ପାଠଟା ସରିଯାଇଛି। ଆମର ଭାଷା ଓ ଜାତୀୟତା ବହୁତ ପ୍ରଶ୍ନ ଅଛି, ବହୁତ କିଛି ପ୍ରଶ୍ନ ଅଛି। ଧାଡ଼ି ଧରିକିରି ପ୍ରବନ୍ଧଟିକୁ ପଢନ୍ତୁ। ପ୍ରଥମ ପ୍ରବନ୍ଧରେ ଅଛି ଭାଷା ଓ ଜାତୀୟତା ପ୍ରବନ୍ଧ। ପ୍ରାବନ୍ଧିକ ହଉଛନ୍ତି ଗୋପବନ୍ଧୁ ଦାସ, ପଣ୍ଡିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ଏହି ପ୍ରବନ୍ଧଟି ପ୍ରାବନ୍ଧଙ୍କର ସତ୍ୟବାଦୀ ପତ୍ରିକାରେ ପ୍ରକାଶିତ ହୋଇଛି, 1915 ମସିହାରେ ପ୍ରକାଶିତ ହୋଇଛି। ପ୍ରଥମେ ୟାକୁ ଧ୍ୟାନ ଦିଅନ୍ତୁ ଏବଂ ଏହାପରେ ପ୍ରବନ୍ଧକୁ ପ୍ରବେଶ କରନ୍ତୁ। ଭାଷା ଓ ଜାତୀୟତା, ଏହା ହିଁ ଆମ ପ୍ରବନ୍ଧରେ ଭାଷା ହଉଛି ଭାବର ବାହକ ଏବଂ ଭାଷା ମାଧ୍ୟମରେ ଜାତୀୟତା କିପରି ପ୍ରତିଷ୍ଠା ହେଇପାରୁଛି ଏବଂ ଭାଷା ଜାତୀୟତା ପ୍ରତିଷ୍ଠା ନିମନ୍ତେ ଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଏହି କଥା ଏହି ପ୍ରବନ୍ଧରେ ବର୍ଣ୍ଣନା କରାଯାଇଛି।